এটি মদ কাউন্টরটা মানে বন্ধ হব বলিকি সেই ধারণার বসছু মানে আমি 3 তারিখ গোটে পাটଣା বস স্টাଣ୍ଡ রু গোটে রাଲି করଥିଲୁ তারপরে যাইଥିଲୁ থানাକୁ থানারে তারপরে গোটে আমি দাবি পত্র ଦେଇଥିଲୁ তারপরে তহସିଲ আরআই অবকারী অফিস কু যাইଥିଲୁ কিন্তু কেহি আমার কথা শুনলে না তারপরে কিছু সময় মাগিଥିଲେ ସେ ମଦ ମାଲିକ ଯିଏ ସେ ସମୟ ମାଗିଥିଲେ 10 ମାଗିଲେ 20 ମାଗିଲେ ପୁଣି ମାସେ କିନ୍ତୁ ଏପର୍ଯ୍ୟନ୍ତ ବି ମାନେ ଆମର ଏଠୁ ମଦ କାଉଣ୍ଟରଟା ଉଠିନି ଆଉ ତ ଆମେ ସେଇଥିପାଇଁ ଆସିକି ଏଇଠି ବସିଛୁ ଆଉ ଯେ ପର୍ଯ୍ୟନ୍ତ ଏଠୁ କାଉଣ୍ଟର ନ ଉଠିଛି ଆମ ସାଧୁପଡା ଗାଁରୁ ସେ ପର୍ଯ୍ୟନ୍ତ ଆମେ ଏଇଠି ବସିଛୁ ବହୁତ ଅସୁବିଧା ହଉଛି ନା ସେଇଟା ହଉଛି ମେନ୍ କଥା ଆଉ ଆମେ ଚାଷୀ ବନ୍ଦିଆ ଲୋକ ଆମ ଗାଈ ଦିଟା ଛେଳି ଦିଟା ଅଛନ୍ତି ଏପଟେ ନେଇକି ଆସିଲେ ସବୁ ପଲିଥିନ୍ ଖାଇଲେ ଅଧା ମରା ହେଲେ ସବୁ ଏଇଭଳିଆ ସବୁ ଆଉ ସେଇ କାଉଣ୍ଟର ବସିଛୁ ଆଜି ଥରେ ଦିଥର 3 ଥର ହେଲାନି ସିଏ ବାରମ୍ବାର କହୁଛନ୍ତି ଉଠେଇବୁ ବୋଲି ସିଏ ଉଠଉନାହାନ୍ତି ମଦ କାଉଣ୍ଟର ଯଦି ନ ଉଠେ ଆଜି ଆମେ ଧାରଣାରେ ବସିଛୁ ମଦ କାଉଣ୍ଟର ନ ଉଠିବା ପର୍ଯ୍ୟନ୍ତ ଆମେ ଆଜି ଏଠୁ ଉଠିମୁ ନାହିଁ ଆଜି ସେ ଲୋକ ସମସ୍ତେ ବସିଛନ୍ତି ଆଜି ମଦ ଦୋକାନ ସାମ୍ନାରେ ଖୋଲା ହେଇଛି ତାଙ୍କୁ ଗୋଟେ ଲାଜ ମାଡୁନି ସେମାନଙ୍କୁ ନେତା ମାନଙ୍କୁ ଲାଜ ମାଡୁନି ଆମେ ବସି ଆମ ପାଇଁ ସେ ନେତା ହେଇଛନ୍ତି ନା କାହା ପାଇଁ ନେତା ହେଇଛନ୍ତି ଆରେ ନେତା ହେଇଛନ୍ତି ଯଦି ସେ ତାଙ୍କ ତ ସାଙ୍ଗେ ସାଙ୍ଗେ ଫୋନ କରନ୍ତୁ ସାଙ୍ଗେ ସାଙ୍ଗେ ବନ୍ଦ କରନ୍ତୁ ନହେଲେ ଆମେ ସମସ୍ତେ ବସିଛୁ ନିଆଁ ଲଗେଇଦବୁ ସବୁ ଆଇନ ମାନ ନଳନ କରିବୁ କରୁଛୁ ତ ଫୋନ କରିବୁ ଆହୁରି